କରୋନା ପାଇଁ ଚିନ୍ତା 800 ପାଖାପାଖି ପହଞ୍ଚିଲାଣି ଦୈନିକ ସଂକ୍ରମଣ। ଦିନକରେ 797 ସଂକ୍ରମିତ ଚିହ୍ନଟ, 5 ଜଣଙ୍କର ହେଲା ମୃତ୍ୟୁ। ଦିନ ଯେତିକି ଗଡ଼ୁଛି ସେତିକି ବଢ଼ୁଛି ଭୟ। ଗତ 24 ଘଣ୍ଟାରେ ଦେଶରୁ 797 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୁରୁବାର 702 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର 800 ପାଖରେ ପହଞ୍ଚିଛି ଦୈନିକ ସଂକ୍ରମଣ। 225 ଦିନରେ ଏହା ସବୁଠାରୁ ଅଧିକ ସଂକ୍ରମଣ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ସଂକ୍ରମିତଙ୍କ ମଧ୍ୟରେ 157 ଜଣ ଓମିକ୍ରନ୍ ସବ୍ ଭେରିଏଣ୍ଟ JN.1ରେ ସଂକ୍ରମିତ ହୋଇଥିବା ସୂଚନା ରହିଛି। 5 ଜଣ ମୃତକଙ୍କ ମଧ୍ୟରେ 2 ଜଣରେ କେରଳର, ମହାରାଷ୍ଟ୍ରର, ପୁଡୁଚେରୀ ଓ ତାମିଲନାଡୁରୁ ଜଣେ ଲେଖାଏଁ ରହିଛନ୍ତି। ପ୍ରତିଥର ପରି ଏଥରକ ମଧ୍ୟ ସବୁଠୁ ଅଧିକ ସଂକ୍ରମିତ କେରଳରୁ ଚିହ୍ନଟ ହେଉଛନ୍ତି। ପରେ ଗୁଜରାଟ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା ଓ ଦିଲ୍ଲୀ ରହିଛି। ସେପରି ଦେଶର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 4000 ଟପିଛି। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡର ଶୁଭାରମ୍ଭ। ଉପକୃତ ହେବେ ଓଡ଼ିଶାର 90% ଲୋକ। ନବୀନ କାର୍ଡର ଶୁଭାରମ୍ଭ ହେଲା। ରାଜ୍ୟର 90% ଲୋକ ଉପକୃତ ହେବେ। ଅର୍ଥ ଅଭାବରୁ ରାଜ୍ୟରେ କେହି କେବେ ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। BSKY ଯୋଜନାରେ ପ୍ରତି ମାସରେ 45 ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସଂସ୍ଥା ଅନୁଷ୍ଠାନରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି। ଏହା ସହିତ 1,30,000 ଲୋକଙ୍କୁ ଘରେ ହସ୍ପିଟାଲଗୁଡ଼ିକରେ କ୍ୟାସଲେସ୍ ଚିକିତ୍ସା ସୁବିଧା ମିଳୁଛି। ଏଥିପାଇଁ ପଞ୍ଜୀକୃତ ହୋଇଥିବା ଘରୋଇ ହସ୍ପିଟାଲଗୁଡ଼ିକରେ ରାଜ୍ୟ ସରକାର ମାସକୁ 260 କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏବେ BSKY ଯୋଜନାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି। ଏହି ପର୍ଯ୍ୟାୟରେ BSKYରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲଗୁଡ଼ିକରେ କ୍ୟାସଲେସ୍ ସୁବିଧା ଯୋଗାଇ ଦିଆଯିବ। ଏହି ପର୍ଯ୍ୟାୟରେ କେବଳ ସରକାରୀ କର୍ମଚାରୀ ଏବଂ ଆୟ କରଦାତାଙ୍କୁ ବାଦ ଦେଇ ଗ୍ରାମାଞ୍ଚଳର ସବୁ ପରିବାର ଯେଉଁମାନେ ବର୍ତ୍ତମାନ BSKY ଯୋଜନା ଅଧୀନରେ ନାହାନ୍ତି ସେମାନେ ନୂଆ ଯୋଜନାରେ ସାମିଲ ହେବେ। ସେମାନେ ସମସ୍ତେ ନୂଆ BSKY ନବୀନ କାର୍ଡ ପାଇବେ। ସେମାନେ ମଧ୍ୟ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜୀକୃତ ଘରୋଇ ହସ୍ପିଟାଲଗୁଡ଼ିକରେ ନିର୍ଦ୍ଧାରିତ ଜଟିଳ ରୋଗଗୁଡ଼ିକର ଚିକିତ୍ସା ସୁବିଧା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଦେଶର ଝିଅମାନଙ୍କୁ ନୂଆ ବର୍ଷର ଉପହାର ଦେଲେ ସରକାର, ଏଣିକି ଅଧିକ ମିଳିବ ଟଙ୍କା। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ କ'ଣ ରହିଛି। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାରକୁ ସରକାର ବୃଦ୍ଧି କରିଛନ୍ତି। କିନ୍ତୁ PPFର ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ। ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କରୁଥିବା ନିବେଶକମାନଙ୍କୁ ସରକାର ନୂଆ ବର୍ଷରେ ଏକ ବଡ଼ ଉପହାର ଦେଇଛନ୍ତି। 2023-24 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ପାଇଁ ଏହି ଯୋଜନାରେ ସୁଧ ହାର 8%ରୁ 8.2%କୁ ବୃଦ୍ଧି କରାଯାଇଛି। ବ୍ୟତୀତ 3 ବର୍ଷର କାର୍ଯ୍ୟକାଳ ସହିତ ଜମା ଉପରେ ସୁଧ 7%ରୁ 7.1%କୁ ବୃଦ୍ଧି କରାଯାଇଛି। କିନ୍ତୁ ଅନ୍ୟ ଛୋଟ ସଞ୍ଚୟ ଯୋଜନାର ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ। ବିଶେଷ କରି ପବ୍ଲିକ୍ ପ୍ରୋଭିଡେଣ୍ଟ ପାଣ୍ଠିର ନିବେଶକମାନେ ଅର୍ଥାତ୍ PPF ପୁଣି ଥରେ ନିରାଶ ହୋଇଛନ୍ତି। ଦ୍ୱିତୀୟ ଥର ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ଆଗ୍ରହ ବୃଦ୍ଧି ପାଇଛି। ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ 2023-24ର ଚତୁର୍ଥ ତ୍ରୈମାସିକ ପାଇଁ କ୍ଷୁଦ୍ର ସଞ୍ଚୟ ଯୋଜନା ସୁଧ ହାର ସମୀକ୍ଷା ଏବଂ ଘୋଷଣା କରିଛି। ଛୋଟ ସଞ୍ଚୟ ଯୋଜନା ମଧ୍ୟରେ କେବଳ ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାରରେ ପରିବର୍ତ୍ତନ କରାଯାଇଛି। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। 10ମ ପାସଙ୍କ ପାଇଁ କେନ୍ଦ୍ରୀୟ ସରକାରୀ ଚାକିରି ଦରମା 1,10,000 ଟଙ୍କା। ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ଆଶାୟୀଙ୍କ ପାଇଁ ବଡ଼ ଖବର। ମାତ୍ର 10ମ ପାସ୍ ଯୋଗ୍ୟତା ଥିବା ଯୁବକ ଯୁବତୀ ବି ସରକାରୀ ଚାକିରି ପାଇପାରିବେ। ଏନେଇ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ AAI ପକ୍ଷର ବିଜ୍ଞପ୍ତି ପ୍ରକାଶ ପାଇଛି। AAIରେ ଚାକିରି ପାଇବାକୁ ଇଚ୍ଛା କରୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଜୁନିୟର ଆସିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟ ପଦବୀ ନିଯୁକ୍ତି ପାଇଁ AAI ପକ୍ଷରୁ ବିଜ୍ଞପ୍ତି ବାହାରିଛି। ଯେଉଁମାନେ ଏହି ପୋଷ୍ଟଗୁଡ଼ିକ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ AAIର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ଡିସେମ୍ବର 27ରୁ ଆରମ୍ଭ ହୋଇସାରିଛି। ଆବେଦନ ଶେଷ ତାରିଖ 2024 ଜାନୁଆରୀ 26 ତାରିଖ। AAI ମୋଟ 119ଟି ପଦବୀ ପୂରଣ ହେବାକୁ ଯାଉଛି। ସେଥିମଧ୍ୟରୁ 73 ଜଣ ଜୁନିୟର ଆସିଷ୍ଟାଣ୍ଟ, 25 ଜଣ ସିନିୟର ଆସିଷ୍ଟାଣ୍ଟ, 19 ଜଣ ସିନିୟର ଆସିଷ୍ଟାଣ୍ଟ। ତ ଯୋଗ୍ୟତା ବିଷୟରେ ଜାଣିନେବା। ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ 10ମ ପାସ୍ ଏବଂ ମେକାନିକାଲ, ଅଟୋମୋବାଇଲ ଏବଂ ଫାୟାରରେ 3 ବର୍ଷର ଡିପ୍ଲୋମା ଆବଶ୍ୟକ। ଦରମା ବିଷୟରେ ଜାଣିନେବା। ଏହି ପଦବୀ ପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଦରମା ବାବଦକୁ 36,000ରୁ 1,10,000 ଟଙ୍କା ପର୍ଯ୍ୟନ୍ତ ମିଳିବ। ତ ଆବେଦନ କରିବା ପାଇଁ ଏହାର ଅଫିସିଆଲ ୱେବସାଇଟ୍ AAI.aero କୁ ଯାଆନ୍ତୁ ଏବଂ ସେଠାରେ ଆପଣମାନେ ସମ୍ପୂର୍ଣ୍ଣ ବିବରଣୀ ଜାଣିପାରିବେ ଏବଂ ଏହାକୁ ଆବେଦନ ମଧ୍ୟ କରିପାରିବେ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ପ୍ରଦୂଷଣ ଯାଞ୍ଚର ହେବ ଭିଡ଼ିଓ। 2 ସପ୍ତାହ ମଧ୍ୟରେ ଲାଗୁ ହେବ ନୂଆ ନିୟମ। ସାରା ଦେଶରେ ଯାନବାହନଗୁଡ଼ିକ ଲାଗି ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ
PUC प्रमाणपत्र जरूरी यह नियम को केन्द्र कर सरकार बेस कड़ाकड़ी कर बर्तमान देखा मिली जे PUC सर्टिफिकेट प्रदान में बहुमात्रा जालियाती होउछे। PUC केन्द्र गुड़िक विरुद्ध में एक बड़ अभियोग आसीथिला जे सेमाने आवश्यक अनुसंधान नक गाड़ी गुड़िक PUC प्रमाणपत्र प्रदान करुछंती। एमतीक अनेक अभियोग दर्शाई जे केन्द्र गुड़िक गाड़ी जांच नक PUC प्रमाणपत्र प्रदान करुछंती। एभली अभियोग पर परिवहन विभाग कठोर निष्पत्ति ग्रहण करिछि। एही अनुसायी PUC केन्द्र गुड़िक प्रदूषण जांच एक वीडियो प्रस्तुत करेंगे। PUC प्रमाणपत्र देवा पूर्व परीक्षा केन्द्र गुड़िक अति कम 10 सेकेंडर एक वीडियो प्रस्तुत करेंगे। यह नियम को बाध्यतामूलक करा जायछि। तो रिपोर्ट अनुसार जदि सब किसी ठीक ठाक चले तेज यही नुआ व्यवस्था आसंता 2 सप्ताह मध्य आरंभ हो। मोटरयान नियम अनुसायी देशर गाड़ी चलाइवाई PUC प्रमाणपत्र बाध्यतामूलक। गाड़ी बाहर निष्कासित गैस परीक्षा करने पर यह प्रमाणपत्र दि जाए। तो सारा दिन यहपरी बछा बछा और गुरुत्वपूर्ण खबर जानापी आम चैनल को सब्सक्राइब कर रखुँ और आम वीडियो को लाइक कर दिंतु। धन्यवाद।